ଯାଇକି ଆପଣ ପାଦ ଫୁଲାର କାରଣ ହେଇଥାଇପାରେ। ତାପରେ ଆସିଲା ହର୍ମୋନାଲ ଚେଞ୍ଜେସ୍। କିଛି ପରିମାଣରେ କ'ଣ ହୁଏ ନା ଲୋକଙ୍କର ଥାଇରଏଡ଼ ପ୍ରୋବ୍ଲେମ୍ ଥାଏ। ଥାଇରଏଡ଼ ପ୍ରୋବ୍ଲେମ୍ ଥିବ ସେ ହର୍ମୋନର ଯଦି ଆପଣଙ୍କର ହାଇପୋଥାଇରଏଡ଼ ଗୋଟେ ଅଛି, ଗୋଟେ ହାଇପୋଥାଇରଏଡ଼ ଅଛି। ମାନେ ଯଦି ଥାଇରଏଡ଼ ହର୍ମୋନର ପରିମାଣ ବଢ଼ିଯାଉଛି ତାହେଲେ ମଧ୍ୟ ଆପଣଙ୍କର ପାଦ ଫୁଲା ରୋଗ ଦେଖାଯାଇପାରେ। ଯଦି କମିଯାଉଛି ମଧ୍ୟ ଦେଖାଯାଇପାରେ। ବେଳେବେଳେ ଓବେସିଟି ଗୋଟେ ପ୍ରମୁଖ ସମସ୍ୟା, ଯେଉଁଟା ଆପଣ ମୋଟାପା କୁହନ୍ତି। ସେଥିରେ ମଧ୍ୟ ପାଦର କୌଣସି ଆକୃତି କୌଣସି ଜାଗା ମଧ୍ୟ ଫୁଲି ଥାଇପାରେ। ପ୍ରଥମ କଥା ହେଲା ଆପଣ ଏଇ କାରଣ ଜନିତ, ମୁଁ ଆପଣଙ୍କୁ ଏଥିପାଇଁ କହିଲି ଯେ କାରଣ ବହୁତ ପ୍ରକାର ହେଇପାରେ। ଆପଣ ଗୋଟିଏ କାରଣକୁ ଧରି କେବେ କୌଣସି ଜାଗାରେ ଚିକିତ୍ସା କରନ୍ତୁ ନାହିଁ, ସବୁବେଳେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। ତାପରେ ଆସିବା କାରଣକୁ, ଲକ୍ଷଣ କ'ଣ ପ୍ରକାଶ ପାଇବ, ମାନେ ଆପଣ କେମିତି ଜାଣିବେ ପାଦ ଫୁଲା ଆପଣଙ୍କର। ପ୍ରଥମତଃ ଆପଣ ଦେଖିକି ଜାଣିପାରୁଛନ୍ତି, କିନ୍ତୁ